ହାଲେଲୁୟା। ପ୍ରଭୁଙ୍କର ଉପସ୍ଥିତି ମଧ୍ୟରେ ଆମମାନେ ସମସ୍ତେ ଅଛୁ। ହାଲେଲୁୟା। ଆଉ ଯେତେବେଳେ ପରମେଶ୍ୱରଙ୍କ ପାଖକୁ ଯିଏ ବି ଆସିଛି, ଏଟା ନିରାଟ ସତ୍ୟ ଯେ ଆମମାନେ କେବେ ମଧ୍ୟ ଖାଲି ହସ୍ତରେ ଯିବା ନାହିଁ। ସେ ବୁଣା ଜାଗାକୁ ପୂର୍ଣ୍ଣ କରନ୍ତି। ହାଲେଲୁୟା। ସେ କୌଣସି ବିଷୟରେ ଆପଣଙ୍କୁ ଆଉ ମୋତେ ବୁଣାରେ ରଖିବେ ନାହିଁ, ମାନେ ଅଭାବରେ ରଖିବେ ନାହିଁ। ଯଦି ବୁଣା ଅଛି ସେ ପୁରାପୁରି ଭାବରେ ସେ ପୂର୍ଣ୍ଣ କରିବେ। ହାଲେଲୁୟା। ଏଇ ବର୍ଷରେ ପରମେଶ୍ୱର ଗୋଟେ କଥା କହୁଥିଲେ ତାଙ୍କର ଆତ୍ମା ଦ୍ୱାରା ଯେ ଆମମାନେ ଯେତେ ବାକ୍ୟର ନିକଟବର୍ତ୍ତୀ ହେବା ଆମେ ସେତେ ଯୀଶୁଙ୍କର ନିକଟବର୍ତ୍ତୀ ହେବା। ହାଲେଲୁୟା। ଯେତେ ଆମେ ବାକ୍ୟର ନିକଟବର୍ତ୍ତୀ ହେବା ଆମେ ସେତେ ଯୀଶୁଙ୍କର ନିକଟବର୍ତ୍ତୀ ହେବା। ଆଉ ଯେତେ ଆମେ ଯୀଶୁଙ୍କର ନିକଟବର୍ତ୍ତୀ ହେବା ଆମେ ସେତେ ଆଶୀର୍ବାଦ ପ୍ରାପ୍ତ ହେବା। ହାଲେଲୁୟା। ମାନେ ଜାନୁଆରୀ 1 ତାରିଖରେ ଯେତେବେଳେ ମୁଁ ନୂଆ ବର୍ଷର ପ୍ରଥମ ଦିନରେ ହୀରାକୁଦରେ ପ୍ରଚାର କରୁଥିଲି, ସେ ସମୟରେ ପରମେଶ୍ୱର ଯେତେବେଳେ ମୁଁ ନିଜକୁ ପ୍ରସ୍ତୁତ କରିବା ପାଇଁ ପ୍ରାର୍ଥନା କରୁଥିଲି, ପ୍ରଭୁ ମୋତେ ଗୋଟେ ବାକ୍ୟ ଦେଲେ ଯେ ଏଇ ବର୍ଷରେ ଯେଉଁମାନେ ବାକ୍ୟର ନିକଟବର୍ତ୍ତୀ ହେବେ ସେମାନେ ଯୀଶୁଙ୍କର ନିକଟବର୍ତ୍ତୀ ହେବେ ଏବଂ ଯୀଶୁଙ୍କର ନିକଟବର୍ତ୍ତୀ ଯେଉଁମାନେ ହୁଅନ୍ତି ସେମାନେ ଆଶୀର୍ବାଦ ପ୍ରାପ୍ତ ହେବେ। ହାଲେଲୁୟା। ମୁଁ ଏଇ ଗୃହରେ এই ବାକ୍ୟ କହିବାର ଉଦ୍ଦେଶ୍ୟ ଏହା ଯେ ଆମେ ଯେତେ ପରମେଶ୍ୱରଙ୍କ ବାକ୍ୟରୁ ଦୂରକୁ ଯିବା ସେତେ ଯୀଶୁଙ୍କଠୁ ଡିଷ୍ଟାନ୍ସ ମେଣ୍ଟେନ କରିବା, ଦୂରତା ମେଣ୍ଟେନ କରିବା। ଏବଂ ଯେତେ ଆମେ ଯୀଶୁଙ୍କଠୁ ଦୂରକୁ ଯିବା ଆମମାନଙ୍କୁ ଦେଖାଯାଉଥିବ ଆଶୀର୍ବାଦ, କିନ୍ତୁ ଆମେ ଆଶୀର୍ବାଦ ପାଇପାରୁନଥିବା। ହାଲେଲୁୟା। ଯୀଶୁଙ୍କର ଯେତେ ନିକଟବର୍ତ୍ତୀ ହେବେ ସେତିକି ଆପଣ ସଂଗ୍ରହ କରିବେ। ଆଜ୍ଞା, ସଂଗ୍ରହ କରିବେ। ହାଲେଲୁୟା। ପ୍ରତ୍ୟେକ ଦିବସ ପରମେଶ୍ୱରଙ୍କ ଠାରୁ ନୂତନ ନୂତନ ଆଶୀର୍ବାଦ ଆସିଥାଏ। ଯେଉଁମାନେ ତାଙ୍କର ଉପସ୍ଥିତିରେ ସମୟ କ୍ଷେପଣ କରନ୍ତି, ଯେଉଁମାନେ ତାଙ୍କର ଉପସ୍ଥିତିରେ ଆପଣ ପ୍ରତ୍ୟେକ ବିଷୟ ରଖନ୍ତି, ସେମାନେ ପ୍ରତ୍ୟେକ ଦିନ ବାଇବେଲ କହେ ସେମାନେ ପ୍ରତ୍ୟେକ ଦିନ ସେମାନେ ଆପଣ ଆଶୀର୍ବାଦ କଲେକ୍ଟ କରିବେ। ପ୍ରତ୍ୟେକ ଦିନ। ହାଲେଲୁୟା। ଯେତେବେଳେ ଇସ୍ରାଏଲ ମାନେ ପ୍ରାନ୍ତର ମଧ୍ୟରେ ଥିଲେ ସେମାନେ କଣ କଲେ? ଗ୍ଲବଲିଂ କଲେ, ମାନେ ଗୁଡଗୁଡାଇଲେ ଯେ ଆମେ କଣ ଖାଇବୁ କଣ ଖାଇବୁ କଣ ଖାଇବୁ। ପରମେଶ୍ୱର ସ୍ୱର୍ଗୀୟ ମାନ୍ନା ଦେଲେ ଆଜ୍ଞା ଏବଂ ସେମାନଙ୍କୁ କହିଲେ ପ୍ରତ୍ୟେକ ପ୍ରଭାତରେ, ହାଲେଲୁୟା, ପ୍ରତ୍ୟେକ ପ୍ରଭାତରେ ଉଠିବ ତୁମମାନଙ୍କ ପାଇଁ ଆଶୀର୍ବାଦର ମାନ୍ନା ସ୍ୱର୍ଗରୁ ଆସିବ। ହାଲେଲୁୟା। କି ଗୋଟେ ଦିନରେ କଲେକ୍ଟ କଲେ ନାହିଁ, 7 ଦିନ ପାଇଁ। ପ୍ରଭୁ ଯେ ପ୍ରକାର ସେମାନଙ୍କୁ ପରାମର୍ଶ ଦେଲେ ସେ ପ୍ରକାର ସେମାନେ ସକାଳ ପ୍ରଭାତରେ ଉଠି ସେମାନଙ୍କର ମାନ୍ନା ସେମାନେ କଣ କରୁଥିଲେ? ସଂଗ୍ରହ କରୁଥିଲେ। ଗୃହର ଜଣେ ଯଦି ପ୍ରଭୁଙ୍କର ବାକ୍ୟ ସଂଗ୍ରହ କରିବେ ପ୍ରତ୍ୟେକ ଆଶୀର୍ବାଦ ଦେବେ। ହାଲେଲୁୟା। ଜଣେ ଯଦି ପ୍ରଭାତରେ ଉଠି ପ୍ରଭୁଙ୍କୁ ଧନ୍ୟବାଦ ଦେବେ ପୁରା ଗୃହ ଆଶୀର୍ବାଦ ହବ। କାହିଁକିନା ସେ ଜଣେ ସେ ପୁରା ଘରକୁ ବାନ୍ଧିବ ପ୍ରାର୍ଥନାରେ। ସେ ଜଣେ ପରମେଶ୍ୱରଙ୍କର ରକ୍ତରେ ବାନ୍ଧିବ ଗୃହକୁ। ଦେଖିଲୁ ସେଦିନଠୁ ଘର ଟିକେ ପରିବେଶ ଟିକେ ଅଲଗା ଅଲଗା ଲାଗିବ। ହାଲେଲୁୟା। ଯେଉଁମାନେ ଯୀଶୁଙ୍କର ପାଖକୁ ଆସନ୍ତି ସେମାନେ କେବେ ମଧ୍ୟ ଖାଲି ହସ୍ତରେ ଯାଆନ୍ତି ନାହିଁ। ହାଲେଲୁୟା। ଆଜି ଯେତେବେଳେ ଆମମାନେ ଏଇ ଜାଗାରେ ଅଛୁ, ଗୋଟେ କାଲ୍ପନିକ ଷ୍ଟୋରି କହିବାକୁ ଚାହେଁ। ଗୋଟେ ସମୟ ଗୋଟେ ଥିଲା, କାଲ୍ପନିକ ସତ୍ୟ ନୁହଁ। ଗୋଟେ ସମୟ ଥିଲା ଗୋଟେ ପାଷ୍ଟର ଆଜ୍ଞା, ସେ ବହୁତ ପାୱାରଫୁଲ, ସେ ବହୁତ ସୁନ୍ଦର ଭାବରେ ପ୍ରଚାର କରନ୍ତି ଏବଂ ତାଙ୍କର ଚର୍ଚ୍ଚରେ ବହୁତ ଲୋକ ଅଛନ୍ତି, ବହୁତ ଲୋକ, ଅସଂଖ୍ୟ ଲୋକ ତାଙ୍କର ଚର୍ଚ୍ଚରେ ଯୋଗଦାନ ଦଉଥିଲେ। ସେ ସବୁବେଳେ ଗୋଟେ ବିଷୟକୁ ପ୍ରଚାର କରୁଥିଲେ, ଯୀଶୁ ହିଁ ସବୁ କିଛି ଅଟନ୍ତି। ହାଲେଲୁୟା। ଆଉ ସେ ଯୀଶୁ ହିଁ ସବୁ କିଛି ଅଟନ୍ତି ବୋଲି ସେତେବେଳେ ପ୍ରଚାର କରୁଥିଲେ। ଲୋକେ ଏ ପ୍ରକାର ଭାବରେ ତାଙ୍କର ଚର୍ଚ୍ଚକୁ ଆସୁଥିଲେ। ଲୋକେ ଏ ପ୍ରକାର ଭାବରେ ତାଙ୍କର ଚର୍ଚ୍ଚର ମାନେ ଜାଗା ହଉନଥିଲା ଲୋକେ ବସିବା ପାଇଁ। ଗୋଟେ ଦିନ ଏମିତି ହେଲା, ତାଙ୍କର ଝିଅ ଗୋଟେ ଜାଗାକୁ ସେମାନେ ଆରାଧନା କରିବାକୁ ଯାଇଅଛନ୍ତି ଆଉ ସ୍କୁଟି ନେଇକି ଯାଇଅଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନେ 4 ଫ୍ରେଣ୍ଡ ଅଛନ୍ତି। ଆସିଲା ବେଳେ ସେମାନଙ୍କୁ 4 ଜଣଙ୍କୁ ଆସିବାକୁ ଅଛି ଆଉ ରାସ୍ତାରେ ଅଟୋ ମିଳୁନାହିଁ। ତ ତାଙ୍କର ଝିଅ କଣ କରିଛି, 4 ଜଣଙ୍କୁ ସ୍କୁଟିରେ ବସେଇକି ଘରକୁ ପହଞ୍ଚେଇଛି। ସଡନଲି ତାଙ୍କ ବାପାଙ୍କୁ ଗୋଟେ ନୋଟିସ ଆସିଲା ଯେ ଆପଣଙ୍କ ସ୍କୁଟିରେ 6,000 ଟଙ୍କା ଫାଇନ ପଡିଛି। ସୋ ବିଫୋର ତାଙ୍କର ବାପା ତାଙ୍କୁ ଏପ୍ରୋଚ କରିବା ପୂର୍ବରୁ, ମାନେ ବାପା ତାଙ୍କ ଝିଅକୁ କହିବା ପୂର୍ବରୁ ତାଙ୍କ ବାପାଙ୍କ ପାଖକୁ ସେ ନିଜେ ଯାଇଛନ୍ତି। ବାପା ଗୋଟେ ଭୁଲ ହେଇଯାଇଛି। ଆଉ ଆସିବା ସମୟରେ ଆମେ ଆରାଧନା କରିବା ପାଇଁ ଯାଇଥିଲୁ।
ଆସିବା ସମୟରେ କୌଣସି ପ୍ରକାର ଆମକୁ ଅଟୋ ମିଳିଲାନି, କୌଣସି ଗାଡି ମିଳିଲାନି। ଆମେ 4 ଜଣ ଗାଡିରେ ପଳେଇ ଆସିଛୁ। ତାଙ୍କ ବାପା କହିଲେ ଯେ ନୋଟିସ୍ ଆଇଥିଲେ ଯେ 6,000 ଟଙ୍କା ବାହାଘର ପଡବା। ଆଉ ସେନେ ଲେଖା ଯାଇଛେ ଯେ ଟ୍ରାଫିକ ର ନିୟମ ଭଙ୍ଗା ଯାଇଛେ, ଟ୍ରିପଲ ରାଇଡିଂ ନେଇ 4 ଲୋକ ବସିଛନ୍। ଦେନ୍ ସେମାନେ କାଣା ନେବିନି, ସୁରକ୍ଷାର ମୁକୁଟ ନେଇକିନା ହେଲମେଟ। ସୋ ଯେତେବେଳେ ସେଇ ବିଷୟରେ ଦେଖୁଛନ୍, ବାପା ଆଇ ୱିଲ୍ ପେ ଦ ପେନାଲ୍ଟି। ଆପଣ ଯୋଉ ପଇସା ମତେ ପ୍ରତ୍ୟେକ ମାସରେ ପକେଟ ମନି ପାଇଁ ଦିଅନ୍ତି, ମୁଁ ସେଇ 6,000 ଟଙ୍କା ମୁଁ ଆପଣଙ୍କୁ ଦେବି। ବଟ୍ ଦିସ୍ ୱାଜ୍ ମାଇ ଫଲ୍ଟ। ମତେ ଏମିତି କରବାର ନଥିଲା। ମତେ ଆପଣଙ୍କୁ କଲ୍ କରବାର ଥିଲା, ଗାଡି ପଠେଇ ଦିଅ, ମୋର ସାଙ୍ଗମାନେ ରହିଯାଇଛନ୍ତି। କିନ୍ତୁ ଇନ୍ ହରିବରି ମାନେ ବ୍ୟସ୍ତତାରେ ଆମେ ଗୋଟେ ଭୁଲ କାର୍ଯ୍ୟ କରିଦେଇଛୁ। ଆଣ୍ଡ ଆଇ କନଫେସ୍ ଦ୍ୟାଟ୍। ମୁଁ ସେଟା ସ୍ୱୀକାର କରୁଛି ବାପା, ବଟ୍ ମୁଁ ସେଇ ବିଷୟଟା ମୁଁ ପେ କରିବି, ଆପଣଙ୍କୁ କରିବାକୁ ପଡିବ ନା। ଆପଣ ଯୋଉ ପଇସା ମତେ ପକେଟ ମନି ପାଇଁ ଦିଅନ୍ତି, ସେଇ ପଇସାରୁ ମୁଁ ସେଇଟାକୁ ସେ ପେଟା କରିଦେବି। ତାଙ୍କର ବାପା କହିଲେ नो यू आर नॉट गोइंग टू पे दैट। हालेलुया। ତମେ ସେଇ ବିଷୟ କରିବ ନାହିଁ। ମୁଇଁ କହିବାର ଆଗରୁ ତୁଇ ମୋ ନିକେ ଆଇଲୁ ଏଣ୍ଡ ତୁଇ ଯେ ଖରାପ ବିଷୟ ବା ରଙ୍ଗ ବିଷୟ କଲୁ, ତୁଇ ସେଟାକେ एक्सेप्ट କଲୁ ଏଣ୍ଡ ତୁଇ ସେଟାକେ କନଫେସ୍ କଲୁ ଏଣ୍ଡ ଇଟ୍ ୱାଜ ପ୍ଲିଜ मी अलॉट। ସେଟା ମତେ ସନ୍ତୁଷ୍ଟ ଦେଲା ଯେ ମୋର ଯେ ଭୁଲ କଲା, କିନ୍ତୁ ଭୁଲ ମୁଇଁ ତାକେ କହିବାର ପୂର୍ବରୁ ସେ ମୋର ନିକେ ଆଇଲା ଆର କହିଲା ଯେ ବାପା ମୁଇଁ ସ୍ୱୀକାର କରୁଛେ ମୋର ଦ୍ୱାରା ଭୁଲ ହେଇଛି। So I am giving you the grace. ତୋର ପାଖେ ଯେ 6,000 ଅଛି, ସେ 6,000 ତୋର ପାଖେ ରଖିଥା, ମୁଇଁ ପେ କରନି। ବଟ୍ ତାର ସାଙ୍ଗେ ମୁଁ ତତେ ଅନୁଗ୍ରହ ଦଉଛି। ହାଲେଲୁୟା। ଯଦି ଗୋଟେ ପାଷ୍ଟରର ଝିଅ ଯେତେବେଳେ ଗୋଟେ ଛୋଟ ଭୁଲଟେ କରିଛେ ଏଣ୍ଡ ସେ ଭୁଲକେ ସେ କନଫେସ୍ କରୁଛେ ଏଣ୍ଡ ଯେତେବେଳେ ସେ କହୁଛେ ଯେ ମନେ ଅଛି ମୁଇଁ ଦେଇଦେବି, ସେତେବେଳେ ପିତା କହୁଛନ୍ତି ସ୍ୱୀକାର କଲୁ, ସେଟା ମୋ ଲାଗି ଯଥେଷ୍ଟ ଆଏ। ହାଲେଲୁୟା। ଆଉ ଯେତେବେଳେ ସେ ସ୍ୱୀକାର କରିଛେ, ସେ ବାପା କହୁଛନ୍ ମୁଇଁ ଦେମି, ମୁଇଁ ତତେ ଗ୍ରେସ୍ ବି ଦେମି। ଗ୍ରେସ୍ ର ଅର୍ଥ ତୁଇ ସତ କଥା କହିଲୁ, ସେଥିଲାଗି ମୁଇଁ ଆହୁରି ତତେ ଦେମି। ହାଲେଲୁୟା। ଆଜି ଯଦି ଗୋଟେ ସାଂସାରିକ ପିତା ଏତିକି ଚିନ୍ତା କରିପାରୁଛେ, ଯଦି ଆମେ ସ୍ୱୀକାର କର୍ମା ପରମେଶ୍ୱରଙ୍କ ସାମ୍ନାରେ ଯେ ମୋର ଭୁଲ ଏଇଟା, ସେ କେତେ ଆମକେ ନେଇଦେବେ। ହାଲେଲୁୟା। ପ୍ରଭୁ ଆମର ଦୁର୍ବଳତାରେ ତାଙ୍କର ଗ୍ରେସ୍ କେ ଦେଇକରି ଆମକେ ସାମର୍ଥ୍ୟ ଦେସନ୍। ଆମେ ଯେତେବେଳେ ଦୁର୍ବଳ ଥିସୁ, ଆମେ ଯେତେବେଳେ ଅସହାୟ ଥିସୁ, ଆମକେ ଯେତେବେଳେ ରାସ୍ତା ନେଇ ଦିଶୁଥାଏ ଯେ ମୁଇଁ କାଣା କରମି, ସେ ସମୟରେ ଯେତେବେଳେ ଆମେ ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେସୁ, ପରମେଶ୍ୱରଙ୍କୁ ସମସ୍ତ ବିଷୟ ଜଣାସୁ, ପରମେଶ୍ୱରଙ୍କୁ କହସୁ ଯେ ଦିସ୍ ଆଣ୍ଡ ଦ୍ୟାଟ୍ ୱାଜ ଡନ୍ ବାଇ ମି, ମୋ ଦ୍ୱାରା ଏନ୍ତା ଏନ୍ତା ଜିନିଷ ହେଇଯାଇଛି। ପ୍ରଭୁ ମୁଁ ଏ ବ୍ୟକ୍ତି ପାଖେ କାହାକେ ଯିମି, ପ୍ରଭୁ ମୁଁ ସେ ବ୍ୟକ୍ତି ପାଖେ କାହାକୁ ଯିମି, ମୁଁ ତମକେ ଜାଣିଛେ ତୁମେ ମୋ ଲାଗି ରାସ୍ତା ଖୋଲି ପାରବ। ଆଜି ବି ଉପସାଗରକେ ପରମେଶ୍ୱର 2 ଭାଗ କରିପାରବେ। ଆଜି ବି ରାସ୍ତା ନେଇଥିଲା ଜାଗାରେ ଯୀଶୁ ରାସ୍ତା ବନେଇ ପାରବେ। एंड आमे काण करसु, आमर भूल जेतेबेले से आमे भाबसु जे यीशु कर पाके गले मोर प्रकाश हे जिबा मोर भूल रो नाही। यीशु सब बेले ताकर वाक्य रो कहछन प्रेम अनेक पाप आच्छादन करे। माने यीशु कर पाके गले आमर पाप आच्छादन से करसन। से जानसन जे ई आइछे आज कन्फेस करबार लागि, आर मोर अनुग्रह रे तार पाप के आच्छादन करबी। मोर अनुग्रह देकर मुई सदा के फिर से गोटे अद्भुत प्रकार मनुष्य बनामी। हालेलुया। पाउल जेतेबेले द्वितीय कोरिन्थियो लेखुछन, द्वितीय कोरिन्थियो 11 अध्याय जेतेबेले पढ्छौ, पाउल गोटे कष्टरे अछन। कष्टरे काहे अछन, पाउल एते सत चेष्टा करी करी फ्रीली परमेश्वर समाचार प्रचार करूछन। एणे एणे भ्रमण करूछन और परमेश्वर वाक्य जेतेबेले प्रचार करूछन, से भितरे भंड भाववादी माने भी ढुकी जाइछन। जे माने भंड प्रचार करछन, सेमले बोले दिछन मोर एते परिश्रम আর সেই সময় সে দুঃখ প্রকাশ করছন, আর সেই সময় তাদের প্রেরিত কার্যকে লোক উঙ্গলি করছন ই কেন তাদের প্রেরিত হেলা, ইটাকে কে প্রেরিত বনালো। সে সময় সে কষ্ট অনুভব করছন আর কହୁছন মুই ঘমন্ড করছি যে মতে পরমেশ্বর মনোনীত করিছন, মুই কোনসে মনুষ্য দ্বারা মনোনীত নেই। আর যেতেবেলে সে
ତାଙ୍କର ଏଇ ବ୍ୟକ୍ତି ମାନେ ଏଇ ବକ୍ତବ୍ୟ ଲୋକମାନଙ୍କର ସମ୍ମୁଖରେ ରଖୁଛନ୍। ସେ କହୁଛନ୍ ମୁଇଁ କେବେ ବି ମତେ ଫରକ ନେଇ ପଡେ କିଏ ମତେ ଗ୍ରହଣ କରୁଛି କିଏ ମତେ ଗ୍ରହଣ ନେଇ କରବାର। ମୋର ସ୍ୱର୍ଗୀୟ ପିତା ମତେ ସୁସମାଚାର ପ୍ରଚାର କରବାର ଲାଗି କାଣା ବିଜାତୀୟ ମାନଙ୍କର ଭିତରେ ସେ ମତେ ପ୍ରେରିତ କାର୍ଯ୍ୟ ଦେଇଛ। ହାଲେଲୁୟା। ଆଉ ସେ ଯେତେବେଳେ ପରମେଶ୍ୱରଙ୍କର ବାକ୍ୟ ପ୍ରଚାର କରୁଛନ୍ ବିନା ପଇସାରେ ବିନା ପାଉଣାରେ, ସେ ସେତେବେଳେ ଯେତେବେଳେ ପ୍ରଶ୍ନ ଉଠିছে ସେ ଦୁଃଖ କରୁଛନ୍। ହାଲେଲୁୟା। ଆଉ ସେ ସମୟରେ 2 Corinthians 12:9 ପଦ ପଢମା। 2 Corinthians 12:9। ଆଉ ସେ ମତେ କହିଅଛନ୍ତି, ଆମର ଅନୁଗ୍ରହ ତୁମ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମର ଶକ୍ତି ସିଦ୍ଧ ହୁଏ। ଅତଏବ ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଂ ମୋର ଦୁର୍ବଳତାରେ ଦର୍ପ କରିବି। ହାଲେଲୁୟା। ଖ୍ରୀଷ୍ଟିୟାନ ମାନେ ଖ୍ରୀଷ୍ଟିୟାନ ଜୀବନ ଗୋଟେ ସଂଘର୍ଷପୂର୍ଣ୍ଣ ଜୀବନ ବୋଲି ଆମେ ଭାବଛୁ। ଖ୍ରୀଷ୍ଟିୟାନ ଜୀବନରେ ଯେତେବେଳେ ସଂଘର୍ଷ ଆଇସି ପରମେଶ୍ୱରଙ୍କର ଅନୁଗ୍ରହ ବି ଆମର ସାଙ୍ଗେ ଥିସି। ଖ୍ରୀଷ୍ଟିୟାନ ଜୀବନରେ ଯେତେବେଳେ ଆମେ ଦୁର୍ବଳ ପ୍ରାୟ ହେଇଯାଏସୁଁ, ପରମେଶ୍ୱର ତାଙ୍କର ଅନୁଗ୍ରହ ଦେଇକରି ଆମମାନଙ୍କୁ ସାମର୍ଥ୍ୟ ଦେସନ୍। ଆଜି ପର୍ଯ୍ୟନ୍ତ ଶୈତାନ କାଣା କରୁଛେ ଜାଣିଛନ୍, ଆମକେ ସେ ଅନୁଗ୍ରହର ସାମର୍ଥ୍ୟ ଭୁଲି ଯିବାର ଲାଗି ସେ ସବୁବେଳେ ତତ୍ପର ଅଛେ କେନ୍ତା କରି ସେ ଅନୁଗ୍ରହକେ ନେଇ ଦେଖୁ। ହାଲେଲୁୟା। ସବୁବେଳେ ଶୈତାନ ଆମକେ କାଣା କରୁଛି, ପରମେଶ୍ୱରଙ୍କର ରାସ୍ତା ଆଉ ଜଗତର ରାସ୍ତା ଭିତରେ ଜଗତର ରାସ୍ତା ଦେଖାସି ଆଉ ପରମେଶ୍ୱରଙ୍କ ରାସ୍ତା ନେଇ ଦେଖି, ଯଦ୍ୱାରା ଆମେ ଆମ ଦୁର୍ବଳତା ସମୟରେ ଆମେ ଯୀଶୁଙ୍କ ନିକଟବର୍ତ୍ତୀ ନେଇ ହଉ, ଆମେ ଜଗତର ନିକଟବର୍ତ୍ତୀ ହେସୁ। ହାଲେଲୁୟା। ଯେତେବେଳେ ଦୁର୍ବଳତା ଆସିଛେ ପାଉଲଙ୍କର ଜୀବନରେ, ଯେତେବେଳେ କ୍ଲେଶ ଆଇଛେ ପାଉଲଙ୍କର ଜୀବନରେ, ଯେତେବେଳେ ପାଉଲଙ୍କର ଜୀବନରେ ଅନେକ ପ୍ରଶ୍ନ ଆସିଛି, ସେ କହୁଛନ୍ ଯେ ପରମେଶ୍ୱରଙ୍କର ଅନୁଗ୍ରହ ମୋର ଦୁର୍ବଳତାରେ ମୋର ସାମର୍ଥ୍ୟ ଅଟେ। ହାଲେଲୁୟା। ଆଉ ସେ ଅନୁଗ୍ରହ କିଏ? ସ୍ୱୟଂ ଯୀଶୁ ଖ୍ରୀଷ୍ଟ। ଆଜି ପରିବାର ଭାବରେ ଆମେ ମାନେ ପ୍ରତ୍ୟେକ ଦୁର୍ବଳତା ସମୟରେ ଯୀଶୁଙ୍କର ନିକଟବର୍ତ୍ତୀ ହେବା ଆବଶ୍ୟକ ଅଛି। ହାଲେଲୁୟା। ଆମେ ଯେତେବେଳେ ଆମଙ୍କର ପ୍ରତ୍ୟେକ ଦୁର୍ବଳତାକୁ ପରମେଶ୍ୱରର ସମ୍ମୁଖରେ ରଖୁଅଛୁ, ଆମଙ୍କର ପ୍ରତ୍ୟେକ ଭୁଲ ତ୍ରୁଟିକୁ ଆମେ ପରମେଶ୍ୱରର ସମ୍ମୁଖରେ ଗ୍ରହଣ କରୁଅଛୁ, ପରମେଶ୍ୱର କହୁଛନ୍ତି ଆଇ ୱିଲ୍ ଗିଭ୍ ୟୁ ମାଇ ଗ୍ରେସ୍। ହାଲେଲୁୟା। ତୋତେ ହେଲେ କିଛି କରବାକେ ନେଇ ପଡେ, ମୁଇଁ ମୋର ଅନୁଗ୍ରହ ତୋତେ ଦେବି। ହାଲେଲୁୟା। କେମିତି ପଢିବେ? ଏଫେସୀୟ 2:8-9 ପଦ। ହାଲେଲୁୟା। କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମେମାନେ ପରିତ୍ରାଣ ପାଇଅଛ, ତାହା ତୁମମାନଙ୍କ ନିଜ ଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କ ଦାନ, କର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ। ହାଲେଲୁୟା। ପରମେଶ୍ୱରଙ୍କର ଯେଉଁ ପରିତ୍ରାଣ ଆମେ କର୍ମରେ ପାଇନାହୁଁ। ହାଲେଲୁୟା। ଆମକେ ଏତିକି କିଲୋମିଟର ଚାଲିଲା ପରେ ମୋକ୍ଷ ମିଲବା, ଆମେ ଇନକେ ଗଲେ ଆମକେ ମୋକ୍ଷ ମିଲବା, ଆମେ ଏତିକି ଯଦି ମନ୍ଦିରରେ ଲଗାନା ବେଲେ ଆମକେ ଶାନ୍ତି ମିଲବା, ଆମେ 22 ପାହାଡ଼ ଚढ़ले अगर परमेश्वर पुरस्कार पाएमु। नो, नॉट एट ऑल। परमेश्वर वाक्यर बसी तुममान जो अनुग्रह रे विश्वास द्वारा बिना मूल्य रे परित्राण मिले। हालेलुया। हालेलुया। तो परमेश्वर एक ही धन्यवाद देसे जे आमे पाप करिथिबार समय रे मध्य प्रभु कसम तुई मोर उपस्थिति के आ। परमेश्वर कहन एक ही पापमय जीवन रे भी, एक ही खराब जीवन रे भी प्रभु कहन मोर उपस्थिति के आ। मोर उपस्थिति रे केवल तांगर उपस्थिति रे आनंदर परिपूर्णता अछि ताहा नुहे, परमेश्वर उपस्थिति रे आमान को प्रत्येक आशीर्वाद रही अछि। हालेलुया। सो मोर दुर्बलता समय रे जगत के नहीं दौड़े, मुझे दुर्बलता समय मोर यीशु को निके दौड़ेमी। मोर अधार्मिकता समय रे मुझे जगत आर के आर नहीं जाए, मोर यीशु को निके दौड़ेमी। जगत मते खराब नजर देखसी, किंतु मोर पिता सबु बेले मते संतान नजर देखसो। हालेलुया। शैतान कहबा देखि पाप करि कि प्रभु को निके गली बेले दंड अछि, नरकगामी हेबो, किंतु मते मोर परमेश्वर को निके जिबार अछि। हालेलुया। सो आमे जेते बेले ए वाक्य के पढुछु, मते परमेश्वर कहउछन अनुग्रह रे तोते बिना मूल्य रे परित्राण मिलिछे। गोटे समय थिला जाजक मानकर इने बेल बंधा होतिला, आ से माने महापवित्र स्थान के जाउथिले। आ महापवित्र स्थान के जेते बेले मुई जेते बेले 5टा ऑफरिंग थिला, बर्न ऑफरिंग माने पीस ऑफरिंग, आउ सिन ऑफरिंग माने बर्न ऑफरिंग थिला, अग्निमय ऑफरिंग दिया जाउथिला, पापात्मक ऑफरिंग दिया जाउथिला, शांतिर लागि, मंगलार्थक लागि सब प्रकार और काण थिला ऑफरिंग में थिला।
ବଳିଦାନ ବଟ ମୁଇଁ ବଳିଦାନ ନେଇ ଦଉଥାଏ ଜଣେ ମୋର ବଳିଦାନ ନେଇକରି ପ୍ରଭୁଙ୍କର ପିଠିରେ ରଖୁଥିଲା ମତେ ଦେବାର ଅଛି ନା ମୁଇଁ ପାପ କରିଛି ମାନେ ମୁଇଁ ଯିମି କିନ୍ତୁ ଯାଜକ ମାନେ କାଣ କଲେ ଯିଏ ପବିତ୍ର ଅଛି ସେ ହିଁ ଦେଇପାରବା ପରମେଶ୍ୱରଙ୍କର ପବିତ୍ର ପୀଠରେ ଆଉ ସେତେବେଳେ ସେମାନଙ୍କର ଏଇଠି ଗୋଟେ ବେଲ ବନ୍ଧା ଯାଉଥିଲା ଯେତେବେଳେ ତ ବେଲ ବାଜୁଥିଲା ସେ ସମୟ ପର୍ଯ୍ୟନ୍ତ ସେମାନେ ଜାଣୁଥିଲେ ଯେ ନାଇଁ ଇଏ ପବିତ୍ର ବ୍ୟକ୍ତି ଏ ପବିତ୍ର ବ୍ୟକ୍ତି ଆରେ ଏବେ ଯାଉଛି ସେ ଭିତରେ ମୋ ଲାଗି ପ୍ରାର୍ଥନା କରୁଛି ମୋର ପାପ ପ୍ରକ୍ଷାଳନ ହେବା ହାଲେଲୁୟା ସେତେବେଳେ ପାପ ଲାଗି ଲୋକମାନେ ବଳବଳ ହଉଥିଲେ ଆଉ ଲୋକମାନେ ଗୋଟେ ଯାଜକ ଉପରେ ଏତେ ନିର୍ଭରଶୀଳ ଥିଲେ ଆଉ ସେ ମାନେ ଯାଜକ ନିଷ୍କଳଙ୍କ ହେଇଥିବାର କଥା ତାର ଭିତରେ ପାପ ନେଇଥିବା କଥା ସେ ପବିତ୍ର ହେଇଥିବାର କଥା ସେ ଅନିନ୍ଦନୀୟ ହେଇଥିବାର କଥା ହାଲେଲୁୟା ଆଉ ସେ ଯେତେବେଳେ ଠିଂ ବାଜୁଛି ଆମେ ଜାଣୁଛୁ ଯେ ଆମର ପାପ କ୍ଷମା ହେଉଛି କିନ୍ତୁ ପରମେଶ୍ୱର ଆଜି ଆମେ ଏତେ ପାପରେ ଥିଲେ ବି ପ୍ରଭୁ କହେ ମୁଇଁ ଯୀଶୁଙ୍କୁ ଥରେ ଦେଇ ଦଉଛି ତୁମେ ସବୁଦିନ ଲାଗି ମୋର ଉପସ୍ଥିତିରେ ଆସ ହାଲେଲୁୟା ଗୋଟେ ସମୟ ଥିଲା ଯେ ଆମେ ଯଦି ଅଧର୍ମୀ ଆମେ ଯଦି ଅପବିତ୍ର ଆମମାନଙ୍କର ଭିତରେ ଯଦି ପାପ ଅଛେ ଆମେ ସେ ପବିତ୍ର ସ୍ଥାନକୁ ନେଇଯିବାରୁ ସେ ପବିତ୍ର ସ୍ଥାନ ଏତେ ଭୟଙ୍କର ଥିଲା ପ୍ରଭୁଙ୍କର ମହିମା ଏତେ ଭୟଙ୍କର ଥିଲା ଯେ ଯିଏ ପାପୀ ଥିଲା ସେ ଭସ୍ମ ହେଇଯାଉଥିଲା ଇଭେନ୍ ଯାଜକ ମାନେ କିନ୍ତୁ ହାଲେଲୁୟା ସମସ୍ତଙ୍କଠୁ ବଡ ମେଲକିଜେଦକ ଯାଜକଙ୍କଠୁ ବି ବଡ ଯାଜକ ମହାଯାଜକ ଯୀଶୁଙ୍କୁ ମେଷ ତୁଲ୍ୟ ତାଙ୍କର ପିତା କଣ କଲେ ବଳିଦାନ ଦେଲେ ଯଦ୍ୱାରା ପାପୀ ହଉ ଅଧର୍ମୀ ହଉ ଯେ ପ୍ରକାର ପରିସ୍ଥିତି ହଉ ସେମାନେ ଥରେ ଯୀଶୁଙ୍କର ଉପସ୍ଥିତିକୁ ଆସିଲେ ସେମାନେ ଆତ୍ମାରେ ଧୈର୍ଯ୍ୟ ହେବେ ହାଲେଲୁୟା ସମସ୍ତେ ବାର ଚାନ୍ସ ନେଇଛନ୍ତି କିନ୍ତୁ ଯୀଶୁ ସବୁବେଳେ ସବୁ ସମୟରେ ସମସ୍ତଙ୍କ ପାଇଁ ସୁଯୋଗ ଅଛି ମନୁଷ୍ୟ ଆପଣଙ୍କୁ ଥରେ ଦୁଇଥର ତୃତୀୟ ଥର ଚତୁର୍ଥ ଥର ସୁଯୋଗ ଦେବ but Jesus will often and often give you chance to return to his house ପରମେଶ୍ୱର ଯୀଶୁ ଖ୍ରୀଷ୍ଟ ସେ ବାରମ୍ବାର ଆପଣଙ୍କୁ ସୁଯୋଗ ଦେବେ ତାଙ୍କର ଗୃହକୁ ଫେରିବା ପାଇଁ ହାଲେଲୁୟା ମୁଁ ଏଇ ଗୃହରେ ଗୋଟେ ମାତ୍ର ବିଷୟ କହିବାକୁ ଚାହେଁ ଯେତେ ଆପଣ ପରମେଶ୍ୱରଙ୍କ ବାକ୍ୟର ନିକଟବର୍ତ୍ତୀ ହେବେ ସେତେ ଆପଣ ଯୀଶୁଙ୍କର ନିକଟବର୍ତ୍ତୀ ହେବେ ଏବଂ ଯେତେ ଆପଣ ଯୀଶୁଙ୍କର ନିକଟବର୍ତ୍ତୀ ହେବେ ସେତିକି ଆଶୀର୍ବାଦ ପ୍ରାପ୍ତ ଆପଣ ହେବେ କହିବା କି ହାଲେଲୁୟା ହାଲେଲୁୟା ଏଠି ବସିଥିବା ପ୍ରତ୍ୟେକଙ୍କୁ ପ୍ରଭୁ କେବେ ମଧ୍ୟ ଉଣାରେ ରଖିବେ ନାହିଁ ବିଶ୍ୱାସ କରୁଅଛନ୍ତି କି ପ୍ରଭୁ କେବେ ଲଜ୍ଜିତ ନାଇଁ ହେଇଦିଅନ୍ତି ତାଙ୍କର ବାକ୍ୟ କହିছে ଆଉ ପରମେଶ୍ୱର ସେ ଗ୍ରେସ୍ ରେ ଗୋଟେ ବହୁତ ବଢିଆ ବିଷୟ ଦେଇଛନ୍ ସେଟା ହଉଛି ପାୱାର ଆପଣ ଯେତେବେଳେ ସେ ଅନୁଗ୍ରହକେ ପାଇସନ୍ ସେ ଅନୁଗ୍ରହରେ ପରମେଶ୍ୱର କାଣା କରସନ୍ ହାଲେଲୁୟା your grace is sufficient for you ପରମେଶ୍ୱରଙ୍କର ଅନୁଗ୍ରହ ମୋ ନିମନ୍ତେ ଯଥେଷ୍ଟ ଅଟେ ଆଉ ଯେଉଁମାନେ ସେ ଅନୁଗ୍ରହ ପାଇଅଛନ୍ତି ସେମାନଙ୍କର ପ୍ରତ୍ୟେକ ଅଭାବରେ ସେମାନେ ଆଶୀର୍ବାଦକୁ ଦେଖିବେ ହାଲେଲୁୟା ଆମେ ଅଭାବରେ କାଣ କରୁଛୁ ଚିନ୍ତାରେ ପଡି ଯାଇଛୁ ଯେତେବେଳେ ଅଭାବ ଆସି ଯେତେବେଳେ ସମସ୍ୟା ଆସି ଆମର ଚିନ୍ତା ଆହୁରି ବଢି ଯାଇସି ଯେତେବେଳେ ଆମ ଘରେ ପରମେଶ୍ୱର ମାନେ କୌଣସି ବିଷୟ ଦେଖାଯାଏ ସେତେବେଳେ ଆମେ ଚିନ୍ତାରେ ରହୁଛୁ କିନ୍ତୁ ପରମେଶ୍ୱରଙ୍କର ବାକ୍ୟ କହିছে your grace is sufficient for me ତମର ଅନୁଗ୍ରହ ମୋ ଲାଗି ଯଥେଷ୍ଟ ଅଭାବରେ ଆମେ ଆଶୀର୍ବାଦକେ ଦେଖଛୁ ଆଉ ସେଟା ସେ ବିଶ୍ୱାସ ଆଙ୍ଗେ ସେଟା ସେ ଅଦୃଶ୍ୟ ବିଷୟର ହାଲେଲୁୟା ଯୀଶୁ ସବୁବେଳେ ଆମଙ୍କର ସାଙ୍ଗରେ ଅଛନ୍ ପବିତ୍ର ଆତ୍ମା ସାହାଯ୍ୟକାରୀ ଅଛନ୍ କିନ୍ତୁ ଯୀଶୁ ଅଦୃଶ୍ୟ ଭାବରେ ସବୁବେଳେ ତାଙ୍କର ସନ୍ତାନ ମାନଙ୍କ ଜୀବନରେ କାର୍ଯ୍ୟ କରୁଛନ୍ ଆସୁ ଆମେ ସମସ୍ତେ ଆମଙ୍କର ଚକ୍ଷୁକୁ ବନ୍ଦ କରିବା This is the time to declare blessing ଏହା ଏକ ପ୍ରକାର ଏକ ସମୟ ଅଛି ଆପଣଙ୍କର ଜୀବନରେ ପରମେଶ୍ୱର ଅଧିକାର ଦେଇଅଛନ୍ତି ଆପଣ ନିଜର ଜୀବନ ନିମନ୍ତେ ଆଶୀର୍ବାଦ ଘୋଷଣା କରନ୍ତୁ ଆଜିଠାରୁ ନକାରାତ୍ମକ ବିଷୟ କହିବା ବନ୍ଦ କରନ୍ତୁ ଦେଖନ୍ତୁ ଯୀଶୁଙ୍କ ନାମରେ ଆପଣ ଯାହା କିଛି ଡିକ୍ଲେୟାର କରୁଅଛନ୍ତି ବିଶ୍ୱାସର ସହିତ ତାହା ହିଁ ଯୀଶୁଙ୍କ ନାମରେ ହବ ଆସ ଆମେ ପ୍ରାର୍ଥନା କରିବା ସମସ୍ତେ ଏବଂ ବିଶେଷ ଏହି ପରିବାରରେ ଆଶୀର୍ବାଦକୁ ଘୋଷଣା କରିବା ଅଭିଶାପ ଯୀଶୁଙ୍କ ଆଡୁ ନୁହେଁ ଅନ୍ଧକାରର କାର୍ଯ୍ୟ ଯୀଶୁଙ୍କ ଆଡୁ ନୁହେଁ
ଶୈତାନ ଯାହା ଯାହା ଯୋଜନା କରିଅଛି ସେ ସମସ୍ତ ଯୋଜନାକୁ ଆମେ କ୍ୟାନ୍ସଲ କରୁଅଛୁ ଯୀଶୁଙ୍କ ନାମରେ। এই ଗୃହରେ ଆଲୌକିକ କାର୍ଯ୍ୟ ହେଉ ଯୀଶୁଙ୍କ ନାମରେ। এই ଗୃହରେ ପବିତ୍ର ଆତ୍ମାଙ୍କ କାର୍ଯ୍ୟ ହେଉ ଯୀଶୁଙ୍କ ନାମରେ। এই ଗୃହର ଚତୁଃପାର୍ଶ୍ୱରେ ପରମେଶ୍ୱରଙ୍କ ମହିମା ଭ୍ରମଣ କରୁ ଯୀଶୁଙ୍କ ନାମରେ। ପ୍ରଭୁ ଆମେ ଧନ୍ୟବାଦ ଦଉଛୁ, ତୁମର ପୂଜା ପ୍ରଶଂସା କରୁଅଛୁ ଏ ସମୟ ପାଇଁ, ତୁମର ପବିତ୍ର ଉପସ୍ଥିତି ପାଇଁ ଆମେ ଧନ୍ୟବାଦ ଦଉଛୁ ରାଜା। ଏ ଗୃହରେ କୌଣସି ବିଷୟର ଅଭାବ ନ ହେଉ,